ସବୁଜ ସଂକଳ୍ପର ବାର୍ତ୍ତା। ରାକ୍ଷୀ ସବୁଜ ସମ୍ପର୍କର ସାକ୍ଷୀ ହେଉ। ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ। ସୁରକ୍ଷାର ପର୍ବ ରକ୍ଷାବନ୍ଧନକୁ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ବୃକ୍ଷପ୍ରେମୀମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି। ରାକ୍ଷୀ ସବୁଜ ସମ୍ପର୍କର ସାକ୍ଷୀ ହେଉ ବୋଲି ରକ୍ଷାବନ୍ଧନ ପର୍ବରେ ବୃକ୍ଷପ୍ରେମୀମାନେ ମତ ପ୍ରକାଶ କରିବା ସହିତ ବୃକ୍ଷରେ ରାକ୍ଷୀ ବାନ୍ଧି ସିନ୍ଦୁର ଚନ୍ଦନ ଫୁଲ ଦେଇ ପ୍ରକୃତିର ବନ୍ଦନା କରିଥିଲେ। ରକ୍ଷାବନ୍ଧନ ହେଉଛି ଅତୁଟ ସମ୍ପର୍କର ବନ୍ଧନ। ସେହିପରି ଗଛ ସହିତ ଆମର ସମ୍ପର୍କ ରହିବା ଦରକାର। ଗଛ ଯେପରି ଏନ୍ତୁଡ଼ିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ନିଃସ୍ୱାର୍ଥ ଭାବେ ଆମକୁ ସୁରକ୍ଷା ଦେଇଥାଏ, ଠିକ୍ ସେହିପରି ଆମେମାନେ ଗଛ ପ୍ରତି ସେତିକି କର୍ତ୍ତବ୍ୟ ସମ୍ପାଦନ କରି ତାର ସୁରକ୍ଷା ଦେବା ସହିତ ସମସ୍ତଙ୍କ ପାଇଁ ଆଜିର ଦିବସରେ ସବୁଜ ସଂକଳ୍ପ ହେଉ ବୋଲି ବୃକ୍ଷପ୍ରେମୀମାନେ ଆଶା ପ୍ରକଟ କରିଛନ୍ତି। ପରିବେଶ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାଇ ସେବକ ନାରାୟଣ ପ୍ରଧାନ, ସୁମିତ୍ରା ଦାସ, କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶକ୍ତିସ୍ୱରୂପ ପ୍ରମୁଖ ବୃକ୍ଷରେ ରାକ୍ଷୀ ବାନ୍ଧିବା ସହିତ ତାର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ବ୍ୟୁରୋ ରିପୋର୍ଟ, OTN TV। केते सेकंड करछु कि रुह रुह सेटा तो एडिट है।